ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କରରେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ ବିବେଚ। প্রিয় শ্ରୋତା ବନ୍ଧୁ, ପ୍ରଭୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 3 ଅଧ୍ୟାୟର 17 ପଦରେ ଆମମାନେ ଏହିପରି ପାଠ କରୁ, ଆଉ ଦେଖ ଆକାଶରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ। ପ୍ରଭୁ ଖ୍ରୀଷ୍ଟ ଅନୁଢା କୁମାରୀ ଗର୍ଭରୁ ଜନ୍ମ ନେଇ ମନୁଷ୍ୟ ରୂପ ଧାରଣ କଲେ। ତାହାଙ୍କଠାରେ ଈଶ୍ୱରତ୍ୱର ପୂର୍ଣ୍ଣତା ଥିଲା, ତଥାପି ସେ ଆପଣାକୁ ନମ୍ର କଲେ, ଶୂନ୍ୟ କଲେ। ତଥାପି ମାନବ ଜାତିର ପରିତ୍ରାଣ ନିମନ୍ତେ ଆପଣାକୁ କ୍ରୁଶରେ ବଳିଦାନ କଲେ। ସେ ଆପଣାର ରକ୍ଷା କଲେ ନାହିଁ, ମାତ୍ର ପିତା ଈଶ୍ୱରଙ୍କର ଇଚ୍ଛା ସଫଳ କରିବାକୁ ମୃତ୍ୟୁ ବରଣ କଲେ। ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ପିତା ଈଶ୍ୱର ସ୍ୱର୍ଗରୁ ଏହି ଆକାଶବାଣୀ କଲେ। ଈଶ୍ୱରଙ୍କର ସମସ୍ତ ପ୍ରସନ୍ନତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ରହିଛି, ଯିଏ ନିର୍ଦ୍ଦୋଷ ନିଷ୍ପାପ ହୋଇ ସୁଦ୍ଧା ମନୁଷ୍ୟ ଜାତିର ଦଣ୍ଡ ଆପେ ବହନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ପାପ କ୍ଷମା ପ୍ରାପ୍ତ ହୁଏ ଏବଂ ଈଶ୍ୱରଙ୍କର ସହଭାଗିତାରେ ରହିପାରେ। ଈଶ୍ୱରଙ୍କ ପ୍ରସନ୍ନତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଅଛି, ଯେହେତୁ ସେ ଈଶ୍ୱରଙ୍କ ପ୍ରେମକୁ ଓ ତାହାଙ୍କର ଅନୁଗ୍ରହ ଓ ଦୟାକୁ ଏବଂ ମୁକ୍ତିକୁ କ୍ରୁଶରେ ଆପଣା ବଳିଦାନ ଦ୍ୱାରା ମନୁଷ୍ୟ ଜାତି ନିକଟରେ ପ୍ରକାଶ କଲେ। ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଈଶ୍ୱରଙ୍କ ପ୍ରସନ୍ନତା ରହିଛି, ଆଉ ଯିଏ ଆପଣଙ୍କ ପରିତ୍ରାଣର କର୍ତ୍ତା ଅଟନ୍ତି, ତାହାଙ୍କଠାରେ ଆପଣ ପରିତ୍ରାଣ ପ୍ରାପ୍ତ ହେବାକୁ ଚାହିଁବେ ନାହିଁ କି?